नमस्कार दर्शक बंधु। आज मो सिंदूरର ଅଧିକାର ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ। ଆଦି ମୁକ୍ତିଙ୍କୁ ଆଇ ଲଭ୍ ୟୁ କହିବେ ଆଉ ତାପରେ ଦି ଜଣ ନାଚିବାକୁ ଲାଗିବେ। ଆଉ ତାପରେ ଏପଟେ ନାତାଶା ରାଗିକି କହିବେ, ମୁକ୍ତି ତୁ ହିଁ ମୋ ଲାଇଫ୍‌ର ବଡ଼ ଶତ୍ରୁ ଆଉ ମୋ ସଉତୁଣୀ ବେ। ଏଇଟିଙ୍କ ଲାଇଫ୍‌ରେ ମୁଁ ସବୁବେଳେ ଥିଲି ଆଉ ଏବେ ବି ରହିବି। ଏବେ ତୋ ଗେମ୍ ଓଭର। ଏଡିଙ୍କ ଲାଇଫ୍‌ରୁ ତତେ ହଟେଇବାକୁ ହେଲେ ମତେ ଯାହା ବି କରିବାକୁ ପଡ଼ିବ ମୁଁ କରିବି। ହେଲେ ତତେ ମୁଁ ହଟେଇକି ହିଁ ରହିବି। ମୁକ୍ତି କହିବେ ଜେଜେମା ମୁଁ ଜାଣିନି ଆଜି କ'ଣ ପିଇଛନ୍ତି। ଆଉ ତାପରେ ମୁକ୍ତି କହିବେ ଭଲ ନା ସେ ତୋର କେତେ ପ୍ରଶଂସା କରୁଥିଲା। ପ୍ରଥମ ଥର ମୁଁ ତମକୁ ଦି ଜଣଙ୍କୁ ଏମିତି ଖୁସି ହେବାର ଦେଖିଲି। ତାପରେ ନତାଶାକୁ ଲାଲି ଦେଖିବେ କହିବେ ନା ତୁ ଏଠି କ'ଣ କରୁଛୁ? ଆଉ ତାପରେ ମୁକ୍ତି କହିବେ ସରି ନତାଶା ମୁଁ ତୋ ଉପରେ ହାତ ଉଠେଇଦେଲି କିଛି ନ ଭାବିକି ତୁ ପ୍ଲିଜ୍ ସେଥିପାଇଁ ମନ ଦୁଃଖ କରନା। ତାପରେ ଲାଲି କହିବେ ତୁ ତାକୁ ମାରିଛୁ ସୁନ୍ଦରୀ ତାହେଲେ ଭଲ କରିଛୁ। ଲାଲି କହିବେ ତୁ ନିଶ୍ଚୟ କିଛି ମାଡ଼ ଖାଇଲା ଭଳିଆ କାମ କରିଥିବୁ ନହେଲେ ମୋ ସୁନ୍ଦରୀ ଏମିତି କାମ କାହିଁ କରିଥାନ୍ତା। ତାପରେ ମୁକ୍ତି କହିବେ ଜେଜେମା ଆକ୍ଚୁଆଲି ମୁଁ ସେଇଟା ଭୁଲ ବୁଝିକି କରିଛି। ଆଉ ତାପରେ ସେଠି ଲାଲି କହିବେ ନା ମୋ ଉପରୁ ମୁଁ ଏମିତି ତୁ ତ କରିପାରିବୁନି ନା କାହିଁକି ନା ଭୁଲରେ ଯଦି ସୁନ୍ଦରୀ ତତେ ମାରି ପାରୁଛି ଆଉ ତୁ ଯଦି ସତରେ ଏମିତି କିଛି କରିବୁ ସେ ତ ଜୀବନ ନେଇଯିବ। ତାପରେ ନତାଶା କହିବେ ତୁ ଘର ଲୋକଙ୍କୁ ନିଜର କରିପାରୁ ମୁକ୍ତି କି ଏଡି କିନ୍ତୁ ମୋର ହେଇକି ରହିବେ ତାକୁ ମୁଁ ତୋ ସହିତ ସେୟାର କରିପାରିବିନି। ଲାଲି କହିବେ ହେ ସେ ଯାଉ ସବୁ ଠିକ୍ ହେଇଯିବ। ତୁ ନା ସିନ୍ଦୁର ଖେଳ ପାଇଁ ଯାହା ଦରକାର ତୁ ସବୁ ଦେଖ। ଆଉ ହଁ ସନ୍ଧ୍ୟା ଆଗରୁ ମହାଦେବ ବାବା ନିଶା କେମିତି ଖସିବ ତୁ ଟିକେ ଭାବ। ଆଉ ତାପରେ ଏପଟେ ନାତାଶା ଛିଡ଼ା ହେଇଥିବେ ସେତେବେଳେ ବିବେକ ଆସି ତାଙ୍କୁ ହକ୍ କରିଦେବେ। ଆଉ ତାପରେ ନାତାଶା କହିବେ କ'ଣ କରୁଛ ଏଠି କିଏ ଯଦି ଦେଖିଦେବେ। ଆଉ ତାପରେ ବିବେକ କହିବେ କ'ଣ ହେଲା ସେଠୁ ମୁଁ ତ ମୋ ସ୍ତ୍ରୀକୁ ହକ୍ କରୁଛି। ଆଉ ତାପରେ ନାତାଶା କହିବେ ଦେଖ ବିବେକ ଏସବୁ ମୋତେ ଜମା ବି ପସନ୍ଦ ନୁହଁ ସୋ ପ୍ଲିଜ୍। ଆଉ ତାପରେ ବିବେକ କହିବେ ମୁଁ କରୁଛି ବୋଲି ପସନ୍ଦ ନୁହଁ ନା ଆଉ କିଛି ତମେ ମୋତେ କିଛି ଲୁଚଉଛ। ତାପରେ ନାତାଶା କହିବେ ମାନେ କ'ଣ କହିବାକୁ ଚାହୁଁଛ ଲୁଚଉଛି ମାନେ। ଆଉ ତାପରେ ବିବେକ କହିବେ ଯେତେବେଳେ ବି ମୁଁ ତମର କ୍ଲୋଜ୍ ଆସିବାକୁ ଚେଷ୍ଟା କରୁଛି ମୋତେ ଦୂରେଇ ଦଉଛ। ମାନେ କ'ଣ ତମେ ମୋତେ କହିଥିଲ ବାହାଘର ପୂର୍ବରୁ ଆମେ ଦୁହେଁ ଦୁହିଁଙ୍କୁ ଜାଣିବା ବୁଝିବା। କ'ଣ ବୁଝିବା କେମିତି ବୁଝିବା ୟୁ ନୋ ହ୍ୱାଟ୍ ନତାଶା। ମୋତେ ତ ଲାଗୁଛି ତମେ ଯାହା ବି କରୁଛ ସବୁ ଜାଣି ଶୁଣିକି ବାହାଘର ଭାଙ୍ଗିବା ପାଇଁ କରୁଛ। ଏପଟେ ଆଦି ଗୀତ ବୋଲୁଥିବେ। ଆଉ ତାପରେ ମୁକ୍ତି କହିବେ ଆଦି ପ୍ଲିଜ୍ ଜମା ବାହାନା ନ କରିକି କାଢ଼ା ପିଇଦିଅ। ଆଉ ତାପରେ ଆଦି କହିବେ କେତେବେଳେ କ୍ଷୀର ତ କେତେ କାଢ଼ା ମୁଁ ଏବେ ଜମା ବି ପିଇବିନି। ତାପରେ ତାପରେ ମୁକ୍ତି କହିବେ ଆଦି ତମେ ଗୋଟେ କଥା କୁହ ତମେ କେତେ ପିଇଛ ଆଉ ତମକୁ ସେ ସବୁ ଦେଲା କିଏ? ଆଉ ତାପରେ ଆଦି କହିବେ ମୁଁ ସେ କଥା ତ ଜାଣିନି ହେଲେ ଟିକେ ପିଇଛି। ଆଉ ତାପରେ ମୁକ୍ତି କହିବେ ତମେ ଟିକେ ପିଇଦିଅ। ଆଉ ତାପରେ ଆଦି ଜମା କଥା ହେବେନି। ଆଉ ତାପରେ ମୁକ୍ତି କହିବେ ହଉ ଠିକ୍ ଅଛି ମୋର ବି ତମ ସହିତ କଥା ହବାର ନାହିଁ। ଆଉ ତାପରେ ସେ ଗୀତ ଗାଇବେ ରୁକ୍ ଯା ଓ ଦିଲ୍ ଦीवाने लो मैं आ गया। ଆଉ ତାପରେ ସେ ସବୁ କାଢ଼ା ପିଇଦେବେ। ଆଉ ତାପରେ ଆଦି କହିବେ ମୁକ୍ତି ତମକୁ ନିଜ ପାଖରେ ରଖିବା ପାଇଁ ଯଦି ମୋତେ ବିଷ ବି ପିଇବାକୁ ପଡ଼େ ନା ମୁଁ ପିଇଦେବି। ମୋତେ କେବେ ଛାଡ଼ିକି କୁଆଡ଼େ ବି ଯିବନି। ଆଉ ତାପରେ ମୁକ୍ତି କହିବେ ନାଇଁ ଯିବିନି। ଆଉ ତାପରେ ଆଦି କହିବେ ସେଇ ଖୁସିରେ ଟିକେ ଡ୍ୟାନ୍ସ ହେଇଯାଉ। ତାପରେ ସେ ଡ୍ୟାନ୍ସ କରିବାକୁ ଲାଗିବେ। ନତାଶା କହିବେ ଦେଖ ବିବେକ। ଆଉ ତାପରେ ବିବେକ କହିବେ ଚୁପ୍ ପୁରା ଚୁପ୍ ଏତେ ବାହାନା କରିବା ଦରକାର ନାହିଁ। ତମ ଆଟେନସନ୍ କ'ଣ ଆଉ ମୋତେ ଜଣେଇବା ଦରକାର ନାହିଁ। ଆଇ ଡୋଣ୍ଟ କେୟାର। ମୋତେ ତମ ସହିତ ଗୋଟେ ନୂଆ ଲାଇଫ୍ ଆରମ୍ଭ କରିବାର ଅଛି। ହେଲେ ତମର ଆଟେନସନ୍ ଜମା ମୋ ଆଡ଼କୁ ନାହିଁ। ସେଇଟା ମୁଁ ବହୁତ ଭଲ ଭାବରେ ଜାଣିଛି ନତାଶା। ତମେ ଗୋଟେ ବୋଝକୁ ମୁଣ୍ଡେଇ ଚାଲିଛ। ନା ସେ ବୋଝ ତମ ପାଖରୁ ଯାଉଛି ନା ତମେ ଛାଡ଼ିବାକୁ ଚାହୁଁଛ। ତାପରେ ଆଦି କହିବେ ମୁକ୍ତି ବହୁତ ଦିନ ପରେ ତମ ସହିତ ଏମିତି ଟାଇମ୍ ସ୍ପେଣ୍ଡ କରିକି ବହୁତ ଭଲ ଲାଗୁଛି। ମୋର ଏବେ ଫ୍ୟାମିଲି ପୁରା ହେବାକୁ ଯାଉଛି। ଲାଇଫ୍‌ର ସବୁ ଖୁସି ତମଠୁ ମୋତେ ମିଳିଯିବ। କିନ୍ତୁ ମୁକ୍ତି ମୋତେ ଡର ଲାଗୁଛି। କାଳେ ଏ ଖୁସିକି କିଏ ଛଡ଼େଇ ନେଇଯିବ। ତାପରେ ମୁକ୍ତି କହିବେ କିଏ ଛଡ଼େଇ ନେଇଯିବ? ଆଦି କହିବେ ନାତାଶା। ତାପରେ ବିବେକ ଏପଟେ କହିବେ ମୁଁ ତମକୁ ଗୋଟେ କଥା କହୁଛି ଶୁଣି ରଖ ମିସ୍ ନାତାଶା ସାମନ୍ତରାୟ ଯେ ପର୍ଯ୍ୟନ୍ତ ଏ ବୋଝ ସାଙ୍ଗରେ ତମର ଅଛି ଆମର ଏ ରିଲେସନ୍ ବେଶୀ ଦିନ ଚାଲିବନି। ତାପରେ ସେ ଚାଲିଯିବେ। ନତାଶା କହିବେ ପ୍ରଥମେ ଏଡି ମୋ ହାତରୁ ଚାଲିଗଲେ ଆଉ ଏବେ ବିବେକ ବାହା ହବ ବୋଲି ହାତ ଧୋଇକି ମୋ ପଛରେ ପଡ଼ିଯାଇଛି। ସବୁବେଳେ ଆମ ମଝିରେ ସେ ଆସୁଛି। ଆଦି ଏପଟେ କହିବେ ଆଉ କିନ୍ତୁ ମୁକ୍ତି ତା ପାଇଁ କେବେ ବି ମୋତେ ଛାଡ଼ିବନି। ତାପରେ ମୁକ୍ତି କହିବେ ସେମିତି କିଛି ବି ନାହିଁ ଆଦି ସେ କାହିଁକି ଆମ ମଝିରେ ଆସିବ। ତାପରେ ଆଦି କହିବେ ମୁକ୍ତି ସେ ମୋତେ ତମ ସିନ୍ଦୁରକୁ ମାଗୁଥିଲା ଏବେ କୁହ ସେ କ'ଣ ପାଇଁ ମାଗୁଥିଲା? ସେ ତମ ଜାଗା ନେବା ପାଇଁ ଚାହୁଁଛି ମୋ ଲାଇଫ୍‌ରେ। କିନ୍ତୁ ନା ମୁଁ ମୋ ଜୀବନରେ ମୋ ମୁକ୍ତିର ଜାଗା କେବେ କାହାକୁ ବି ଦେବିନି। କାହିଁକି ନା ମୁକ୍ତି ମୁଁ ତମକୁ ଛାଡ଼ି ବଞ୍ଚିପାରିବିନି। ତାପରେ ମୁକ୍ତି କହିବେ ଆଦି ପ୍ରମିସ୍ ତମକୁ ମୋଠୁ କେହି ବି ଛଡ଼େଇକି ନେଇପାରିବେନି। ତାପରେ ନାତାଶା ରାଗିକି କହିବେ ବନ୍ଦ କର ତମେ ଦି ଜଣ।
ମୁକ୍ତି କହିବେ ତୁ ଏମିତି ରାଗୁଛୁ କ'ଣ ପାଇଁ? ତାପରେ ଆଦି କହିବେ କାହିଁକି ନା ସେ ଜେଲସ୍ ଫିଲ୍ କରୁଛନ୍ତି। ରାଇଟ୍? ତମେ ଆଉ ଟିକେ ପରେ ଆସିଥିଲେ ହେଇନଥାନ୍ତା? ଆମେ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଥିଲୁ, ବର୍ବାଦ କରିଦେଲ। ମୁକ୍ତି ଆଉ ମୋ ଭିତରେ ଗୋଟେ ମ୍ୟାଜିକାଲ୍ ସିନ୍ ହବାକୁ ଯାଉଥିଲା। 3 ମ୍ୟାଜିକାଲ୍ ୱାର୍ଡ ମୋତେ କହିବାକୁ ଚାହୁଁଥିଲେ। ଆଇ ଲଭ୍ ୟୁ ଆଦି। କିନ୍ତୁ ତମେ ଆସିକି ସବୁକିଛି ବର୍ବାଦ କରିଦେଲ। ଷ୍ଟୁପିଡ୍ ଗର୍ଲ। ମୁକ୍ତି ତମେ ଯାହା କହିବାକୁ ଚାହୁଁଥିଲ ସେ ଆଉଥରେ କହିଦିଅ। ତାପରେ ନତାଶା କହିବେ ଭୁଲ ଟାଇମ୍‌ରେ ନୁହଁ, ମୁଁ ଏକଦମ ଠିକ୍ ଟାଇମ୍‌ରେ ଆସିଛି। ମୁଁ ଏଇଠିକୁ ଆଇ ଲଭ୍ ୟୁ କହିବାକୁ ଇଏ କିଏ? ଆଉ ତାପରେ ନତାଶା କହିବେ ମୁକ୍ତି ସେପଟେ ସମସ୍ତେ ତତେ ଅପେକ୍ଷା କରିଛନ୍ତି, ଯିବା? ଆଉ ତାପରେ ମୁକ୍ତି କହିବେ ତୁ ଚାଲ, ମୁଁ ଫ୍ରେଶ ହେଇକି ଆଉ ଆଦିଙ୍କୁ ଫ୍ରେଶ କରିକି ନେଇକି ଆସୁଛି। ଆଉ ତାପରେ ନତାଶା କହିବେ ତୋର କାମ ବେଶୀ ଅଛି ନା କି ମୋର, ତୁ ଗୋଟେ କାମ କର, ତୁ ଯା, ମୁଁ ଜିଜୁଙ୍କୁ ନେଇକି ଆସୁଛି। ଆଦି କହିବେ ଗୋଟେ ମିନିଟ୍, ତମେ କିଏ ଆମ ଦି ଜଣଙ୍କ ଭିତରେ ପଶିବା ପାଇଁ? ତମେ ହଉଛ ଥାର୍ଡ ପର୍ସନ, ଓକେ? ମତେ ଛୁଇଁବା ଦରକାର ନାହିଁ, ଯାଅ ତମେ। ଆଉ ମୁକ୍ତି ଶୁଣ, ଆମେ ଆସିଥିଲେ ସାଙ୍ଗ ହେଇକି, ଯିବା ବି ସାଙ୍ଗ ହେଇକି। ଆଉ କିଛି ସମୟ ପୂର୍ବରୁ ତମେ ବା କହୁଥିଲ ମତେ ତମେ କେବେ ବି ଛାଡ଼ିବନି ବୋଲି, ଆଉ ତମେ କଥା ଦେଇକି ତମେ ହିଁ ରଖୁନ। ଆଉ ତାପରେ ମୁକ୍ତି ଭାବୁଥିବେ ଆଦି ବାରମ୍ବାର ନତାଶା ଉପରେ କାହିଁକି ଏମିତି ରାଗୁଛନ୍ତି, ଆଉ ଯାହା ସବୁ କହୁଛନ୍ତି ସେ ସବୁ ନିଶାରେ କହୁଛନ୍ତି ନା ସତରେ କହୁଛନ୍ତି? ନତାଶା କ'ଣ ସତରେ ଏମିତି ସବୁ କରୁଛି? ଏପଟେ ନତାଶା କହିବ ଆଜି ସକାଳେ ଦିଦି ମୋତେ ଯାହା ବି କିଛି କହିଛି ସେ ସବୁ କରିକି ରହିବ। ନା ନା ମୁଁ ସେଠିକି ଯିବିନି, କି ସେ ବିବେକ ହାତରୁ ମୋ ମଥାରୁ ସିନ୍ଦୁର ପିନ୍ଧିବି, ହେଲେ ନାହିଁ ସେ ମୁକ୍ତି ମଥାରେ ଏଡିଙ୍କ ନାଁର ସିନ୍ଦୁର ଲାଗିବ। ଆଉ ତାପରେ ନତାଶାଙ୍କ ପଛରେ ବିବେକ ଥିବେ। ଆଉ ତାପରେ ନତାଶାଙ୍କୁ କହିବେ ଏ ମନୁଷ୍ୟ ମୋ ପିଛା ଛାଡ଼ିବନି, କେମିତି ଆଉ ପିଛା ଛାଡ଼ିବି କେଜାଣି? ଆଉ ତାପରେ ବିବେକ କହିବେ ଚାଲ ସିନ୍ଦୁର ଖେଳ ହବ। ତାପରେ ନତାଶା କହିବେ ଦେଖ ବିବେକ, ବାହାଘର ହେଇନି ମାନେ ମୁଁ ସିନ୍ଦୁର ପିନ୍ଧିବିନି କି ସିନ୍ଦୁର ଖେଳ ଖେଳିବିନି।